ମୁଁ କଣ କରିବି? ମୋ ଦାଦା ତାଲା ଜମା ଭଲ ଲୋକ ନୁହେଁ। ନିଜର ନିରୀହ ଲୋକଙ୍କୁ ବାଡ଼େଇ ଘରୁ ବିଦା କରିଦେଲା। ସିତୁ ଯଦି ଏ କଥା ଜାଣିବ ନା ସେମାନେ ଗରିବ ବୋଲି କଣ ମଣିଷ ନୁହନ୍ତି? ସେମାନେ କଣ କୁକୁର ହେଇଗଲେ ନା କଣ? ଭାଇ କେମିତି କଣ କହୁଛୁ? କଣ ହେଇଛି ତୋର? ଦେଖିଲୁ ମୁଁ କାହାକୁ ଆଣିଛି ଦେଖ। ତୁ ପଲା ପଲା ତୁ ଏଠୁ ପଲା କହିଯାଉଛି। ଭାଇ ଏମିତି କଣ କହୁଛନ୍ତି? ଭାଇ କଣ ହେଇଛି? ତୁ ସବୁ କଣ କହିଯାଉଛୁ? ଡାଡି ପୁରା ମତେ ନିଜେ କହିଥିଲେ ସମ୍ପଦ ଆମ ଘରକୁ ଆଣିବା ପାଇଁ। ଏଇ ତତେ ବି ଡାଡି କହିଥିଲେ ନା ସମ୍ପଦ ବାବୁଙ୍କର ବାପା ଶିବା ପଣ୍ଡା ଆଉ ତାଙ୍କ ମା ସାରିଆ ପଣ୍ଡା ବି ଆମ ଘରକୁ ଆସିଥିଲେ। ତାକୁ କହିଥିଲେ କଣ ହେଲା? ନନା ବୋଇ ଘରକୁ ଆସିଥିଲେ? ହଁ ତମ ନନା ନା ବଢିଆ ବଢିଆ ତରକାରୀ ପଣ୍ଡା ଆଇଲେ ତ କହିଲେ। ନନା ଏଠି ବି ଡାଇଲଗ କହିଲେ। ଚାଲନ୍ତୁ ସେ ଘରକୁ। ଆଉ ଜାଣିଛ ନା ତମ ନନା ଯୋଉ ଡାଇଲଗ ମାରିଦେଲେ ଦାଦା ତୁମେ ମିଶି ଆମେ ତାଳି ମାରିଲୁ। ତମେ ଯାଇଥିବ ଆଉ କଣ? ଏ ସିତୁ ତାପରେ ତ ଖାଲି ମାଡ। ଏଇଠି ସମ୍ପଦ ବାବୁଙ୍କ ବାପା ବୋଉକୁ ନୁହ ଦାଦା ବାଡେଇ ବାଡେଇ ଏ ଘରୁ ବିଦା କରିଦେଲେ। ଓ नो! ସାଇଲେନ୍ସ! ମୋ ଘରେ ଠିଆ ହୋଇ ଏତେ ଜୋରେ ପାଟି କଲାକୁ ତୁ ସାହସ କଣ କେମିତି? ଆପଣ ତା ବାପାକୁ ମାରିଛନ୍ତି, ତାଙ୍କ ବୋଉକୁ ମାରିଛନ୍ତି, ତାକୁ ଅପମାନ ଦେଇଛନ୍ତି ଆପଣ। ସିତୁ, ଆରେ ମୋ ଡାର୍ଲିଂ ଯାହାକୁ ଭଲ ପାଉଛି, ଯାହାକୁ ବାହା ହବ ବୋଲି କଥା ଦେଇଛି, ମୁଁ ପୁଣି ତାଙ୍କ ନନା